ହିନ୍ଦୋଳରେ ଛାତ୍ରାବାସ ପାଲଟିଛି ଭୂତକୋଠି, ବାସ କଲେଣି ଜୀବଜନ୍ତୁ। ହିନ୍ଦୋଳ ଏନ୍ଏସି ୱାର୍ଡ ନମ୍ବର 8ରେ ଅବସ୍ଥିତ ପୁରାତନ ଗାର୍ଲସ ହଷ୍ଟେଲ ଘଞ୍ଚ ଜଙ୍ଗଲ ଓ ବିପଦପୂର୍ଣ୍ଣ ଅବସ୍ଥାରେ ପଡ଼ିଅଛି। ଦୀର୍ଘ ବର୍ଷ ଧରି ମୁଖ୍ୟ ରାସ୍ତାକୁ ଲାଗି ଏକ ମହାବିପଦ ଆଡ଼ା ଜମାଇ ରହିଥିବା ବେଳେ କୁମ୍ଭକର୍ଣ୍ଣ ହିନ୍ଦୋଳ ପୂର୍ତ୍ତ ବିଭାଗ କୌଣସି ପଦକ୍ଷେପ ନ ନେବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦୀର୍ଘ ଦିନ ଧରି ବହୁ ପୁରାତନ ବାଳିକା ଉଚ୍ଚ ବିଦ୍ୟାଳୟ ହଷ୍ଟେଲ ଭାଙ୍ଗିରୁଜି ଭୂତକୋଠି ହୋଇପଡ଼ିଥିବା ବେଳେ ସମ୍ପୂର୍ଣ୍ଣ ଅଞ୍ଚଳ ନଟିବୁଦା ହୋଇ ଘଞ୍ଚ ଜଙ୍ଗଲ ପାଲଟିଛି। ତତ୍ସହିତ ଭିତରେ ଏକ ବଡ଼ କୂପ ବିପଦ ଅବସ୍ଥାରେ ପଡ଼ି ରହିଛି। ପାଖରେ ଏକ କଲୋନୀ ସହିତ ବାରମ୍ବାର ଆଉ ଏକ ଅଞ୍ଚଳ ସାପ ବିପଦ ମୁହାଁଉଛି, ଯାହାଦ୍ୱାରା ଏବେ ସାପ ରହୁଥିବା ବେଳେ ଆଗକୁ ସେଠି ବନ୍ୟଜନ୍ତୁ ବାସ କରିପାରନ୍ତି ବୋଲି ପରିହାସ କରି କହୁଛନ୍ତି ହିନ୍ଦୋଳବାସୀ। ହିନ୍ଦୋଳ ଉଚ୍ଚ ବିଦ୍ୟାଳୟ କର୍ତ୍ତୃପକ୍ଷ ପୁନରୁଦ୍ଧାର ପାଇଁ ଜଣାଇଥିଲେ ମଧ୍ୟ କର୍ଣ୍ଣପାତ କରୁନି ପୂର୍ତ୍ତ ବିଭାଗ। ସେପଟେ ହିନ୍ଦୋଳ ଏନ୍ଏସିରେ ନାହିଁ ଏକ ଛାତ୍ରାବାସ ବା ହିନ୍ଦୋଳର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରିବା ପାଇଁ ଜାଗା ପାଉନି ବୋଲି ବାହାନା କରୁଛି ହିନ୍ଦୋଳ ଏନ୍ଏସି। ଯଥା ହିନ୍ଦୋଳ ଏନ୍ଏସିର ଗେଷ୍ଟ ହାଉସ୍, କନଫରେନ୍ସ ହଲ୍, କଞ୍ଜିଆ ହୁଦା, ମାର୍କେଟ ବିଲ୍ଡିଂ, ପ୍ରାତ ଭ୍ରମଣ ପାର୍କ ଏପଟେ ଜାଗା ପଡ଼ିଥିବା ବେଳେ କଲ୍ୟାଣ ମଣ୍ଡପ ପାଇଁ ଜାଗା ନ ପାଇଲା ଭଳିଆ ଯାତାୟାତ ପାଇଁ ରାସ୍ତା ନଥିବା ଜାଗାରେ ହୋଇଛି କଲ୍ୟାଣ ମଣ୍ଡପ, ଯାହା ସମସ୍ତ ଜନସାଧାରଣଙ୍କ ପାଇଁ ଉପଯୋଗୀ ନୁହେଁ ବୋଲି ଜୋର ଧରିଛି। ଦେଖିବାକୁ ବାକି ରହିଲା କେବେ ସେହି ଉପଯୋଗୀ ପୁରାତନ ଛାତ୍ରାବାସକୁ ହିନ୍ଦୋଳ ଏନ୍ଏସି, ପୂର୍ତ୍ତ ବିଭାଗ ଓ ଶିକ୍ଷା ବିଭାଗ ସେହି କୃତ୍ରିମ ଜଙ୍ଗଲକୁ ସଫା କରି ଲୋକଙ୍କ ଉପଯୋଗୀ କାର୍ଯ୍ୟରେ ଲଗାଉଛି। ଅପେକ୍ଷାରେ ହିନ୍ଦୋଳ ଏନ୍ଏସିବାସୀ। ହିନ୍ଦୋଳରୁ ରଙ୍ଗାଧର ସାହୁଙ୍କ ରିପୋର୍ଟ, ନ୍ୟୁଜ୍ ଓଡ଼ିଶା ଟିଭି।